ସମସ୍ତଙ୍କୁ ଆଜିର ଭିଡିଓରେ ସ୍ୱାଗତ। ଯେମିତିକି ଆଗକୁ ତୁମର ଏନ୍ଏମ୍ଏସ୍ ଟେଷ୍ଟ ରହିଛି। ଯେଉଁମାନେ ବି ଏନ୍ଏମ୍ଏସ୍ ଏକ୍ଜାମ ଦେଉଛ ନିଶ୍ଚିତ ଭାବରେ ଆମର ଗ୍ରୁପରେ ଜଏନ୍ ହେବ। ଗ୍ରୁପର ଲିଙ୍କ ତୁମକୁ ଡେସ୍କ୍ରିପସନରେ ମିଳିଯିବ ହେଲା। ଏବଂ ଗ୍ରୁପରେ ସମସ୍ତ ପ୍ରକାର କୁଇଜ୍ କରାଯାଉଛି। ନିଶ୍ଚିତ ଭାବରେ ସମସ୍ତେ ଜଏନ୍ ହେବା ସହିତ ନିଜ ଫ୍ରେଣ୍ଡସ୍ମାନଙ୍କୁ ବି ଆଡ଼୍ କର। ଏବଂ ତୁମର ଯାହା ବି କିଛି ଡାଉଟ୍ ଅଛି ତୁମେ ଏଇଠି କ୍ଲିୟର କରିପାରିବ, ବୁଝିହେଲା। ଏବଂ ମ୍ୟାଥ୍ର ବି ଫୁଲ୍ ଲେନ୍ଥ ଟେଷ୍ଟ ତୁମର ଗୋଟେ ହେଇସାରିଛି। 3ଟା ଆକ୍ଚୁଆଲି ହେଇସାରିଛି ହେଲା। ତ ତାର ହିଁ କ୍ୱେଶ୍ଚିନ୍ ଆମେ ଆଜି କିଛି ଆଲୋଚନା କରିବା। ତ ଦେଖ, ଏଇ କ୍ୱେଶ୍ଚିନ୍ର PDF ତମକୁ ଗ୍ରୁପରେ ମିଳିବ ଏବଂ ସବୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ବି ତମେ ସେଠି ଦେଖିପାରିବ। ତ ଦେଖ, ପ୍ରଥମ କ୍ୱେଶ୍ଚିନ୍ଟା କ'ଣ ଦେଇଛି ଦେଖ। ତମକୁ ଏଇଟା ଗୋଟେ କ୍ୟୁବ୍ର କ୍ୱେଶ୍ଚିନ୍ ଦେଇଛି। 5ର ବିପରୀତ ପାର୍ଶ୍ୱରେ କେଉଁ ସଂଖ୍ୟା ଅଛି ତମକୁ ପଚାରିଲା। ତ ଦେଖ, ଉପରେ ଯଦି ଆମେ ଦେଖୁଛନ୍ତି ଏଠି କେତେ 3 ଅଛି, ଏଠି ବି 3 ଅଛି, ବୁଝିଗଲା। ଯେତେବେଳେ ତମେ ଏମିତି କ୍ୱେଶ୍ଚିନ୍ ଦେଖୁଛ ମାନେ ଉପରେ ସେମ୍ ନମ୍ବର ଲେଖା ହେଇଛି ଏବଂ ତଳେ ତମେ ଦେଖିବ ଯେ ଏଠି କେତେ 1 5 ଅଛି, ଏଠି 2 6 ଅଛି। ତା ମାନେ 4ଟା ଭିନ୍ନ ସଂଖ୍ୟା ଅଛି। ସେଇ କ୍ଷେତ୍ରରେ କ'ଣ କରିବ ନା, ତାହେଲେ ଦେଖ ଏଇ ଯୋଉ ଫ୍ରଣ୍ଟ ତମ ନାହିଁ ତାର ଅପୋଜିଟରେ ଏଇଗୋଟା ହିଁ ରହିବ। ମାନେ ଏଇ କ୍ୟୁବ୍ର ଫ୍ରଣ୍ଟରେ ଯୋଉଟା ଅଛି ତାର ଅପୋଜିଟ ଏଇ କ୍ୟୁବ୍ର ଫ୍ରଣ୍ଟରେ ଯିଏ ଅଛି, ମାନେ 1ର ଅପୋଜିଟରେ ରହିବ 2। ସେହିପରି 5ର ଅପୋଜିଟରେ ତମର କିଏ ରହିବ ନା 6। ବୁଝିହେଲା, ପୁରା ଡାଇରେକ୍ଟ ଏଇଟା କରିଦେଇ ପାରିବ। ତାହେଲେ ଆନ୍ସର କେତେ? ଅପସନ ଡି ହବନି କି? ଡି ହବ ଆନ୍ସର, ବୁଝିହେଲା। ଏଇ ଟ୍ରିକଟା ତମେ କେତେବେଳେ ୟୁଜ କରିବ ନା, ଯେତେବେଳେ ତମର ସମାନ ଫେଜରେ ତମର ସମାନ ସଂଖ୍ୟା ଥିବ, ବୁଝିହେଲା। କାରଣ ଦେଖ, ଏଠି ଉପରେ 3 ଥିଲା, ଏଠି ବି ଉପରେ 3 ଥିଲା ବୋଲି ଏଇ ଟ୍ରିକଟା ମୁଁ ୟୁଜ କଲି। ନେକ୍ସଟ କ୍ୱେଶ୍ଚିନ୍ ତମକୁ ଦେଇଛି 2 10 26 ଡ୍ୟାଶ 242। କେମିତି କରିବା କ୍ୱେଶ୍ଚିନ୍ଟା? ତ ଦେଖ, 2ରେ କ'ଣ ହେଇଛି ନା, ମୁଁ 3 ଗୁଣିଲି 4 ମିଶେଇଲି, କେତେ ହଉଛି 2 3 6 4 10। ନେକ୍ସଟ ମୁଁ କ'ଣ କରିଛି, 10କୁ 3ରେ ଗୁଣିଲି 4 ମାଇନସ୍ କଲି, 30ରୁ 4 ଗଲେ କେତେ 26, ବୁଝିହେଲା। ତାହେଲେ ଦେଖ, 3ରେ ଗୁଣିଲି 4 ପ୍ଲସ୍ କଲି, ନେକ୍ସଟ 3ରେ ଗୁଣିକି 4 ମାଇନସ୍ କରିଛି, ତ ନେକ୍ସଟ କ'ଣ ହବ, ମୁଁ 26କୁ 3ରେ ଗୁଣିବି 4 ମିଶେଇ ଦେବି। 26କୁ 3ରେ ଗୁଣିଲେ ତମର କେତେ 78 4 82। ତାମାନେ 82 ହଉଛି ଆନ୍ସର, ହେଲା। ତମେ ଚାହିଁଲେ ତା ପରଟା ବି ଚେକ୍ କରିଦେଇ ପାରିବ। 82 × 3, ଦେଖ ଏଠି +4 ହେଇଛି, ମାନେ ନେକ୍ସଟଟା ତମର କେତେ -4 ହବ। 82କୁ 3ରେ ଗୁଣିଲେ 246, ସେଥିରୁ 4 ଗଲେ ତମର କେତେ 242। ତ ଠିକ ଲେଖା ହେଇଛି। ତ ଏଇଟା କ'ଣ ହଉଥିଲା ନା, 3 ଗୁଣା ହେଇକି 4 ମିଶା ହେଲା, ନେକ୍ସଟ 3 ଗୁଣା ହେଇକି 4 ମାଇନସ୍ କରାହେଇଛି, ନେକ୍ସଟ 3 ଗୁଣା ହେଇକି 4 ପ୍ଲସ୍ କରାହେଇଛି, ଏମିତି ହିଁ ଚାଲିଛି, ବୁଝିହେଲା। ନେକ୍ସଟ କ୍ୱେଶ୍ଚିନ୍ ଦେଖ, 3 ନମ୍ବର ତମକୁ ଯୋଉ ଦେଇଛି, ଦେଖ ଏଠି 60 ଅଛି, କେତେ ଅଛି ଏଠି 60 ଅଛି ନା, 60 61 ମିଶେଇ ଦିଅ, କେତେ ହଉଛି 121। ତାର ବର୍ଗମୂଳ ନେଇଯାଅ। ନେକ୍ସଟ 45 55 ମିଶେଇଲେ କେତେ 100, ତ 100ର ବର୍ଗମୂଳ ନେଇଯାଅ। ତ ଏଇଟା ତମ କେତେ ହେଲା, 11ରୁ 10 ଗଲେ ହଉଛି 1। ତ ସେଇ ଗୋଟାକ ହିଁ ତମର ମଝିରେ ଲେଖା ହେଇଛି, ବୁଝିହେଲା। ସେମିତି ସେକେଣ୍ଡଟା ବି କରିକି ଦେଖ। ତମର 82 ଆଉ 87 ମିଶେଇଲେ କେତେ ହଉଛି 169। ତ 169ର ରୁଟ୍ ଓଭର ମାଇନସ୍ 49 ଆଉ 32 ମିଶେଇଲେ କେତେ 81, 81ର ରୁଟ୍ ଓଭର। ତ 13 - 9 = 4, ସେଟା ହିଁ ମଝିରେ ଲେଖା ହେଇଛି ନା, ବୁଝିହେଲା। ତ ଏଇଟା ବି ସେମିତି କରିଦିଅ। ଏଇଟା ତମ 79 ହେଲା, 79 65 ମିଶିଲେ କେତେ 144, ରୁଟ୍ ଓଭର 37 ବାର ହଉଛି 49। 144 ରୁଟ୍ ଓଭରଟା କେତେ ହେଇଯିବ 12, 49 ରୁଟ୍ ଓଭର 7, 12ରୁ 7 ଗଲେ କେତେ ହବ 5। ଅପସନ ସି ହଉଛି କରେକ୍ଟ, ବୁଝିହେଲା। 3 ନମ୍ବରଟା ସରିଲା। ନେକ୍ସଟ 4 ନମ୍ବର ଦେଖ। ଡିକ୍ସନାରୀ ଅର୍ଡରରେ ପ୍ରଥମରୁ କିଏ ଆସିବ? କେମିତି କରିବା କ୍ୱେଶ୍ଚିନ୍ଟା? ଦେଖ,
ଚାରିଟା ଯାକ ଶବ୍ଦ କଣ ଦେଇଛି? ଅପରଚ୍ୟୁନିଟି, ଅପୋଜିଟ୍, ଅପ୍ଟିକ୍ସ, ଅପସନ୍। ତ ଦେଖ ପ୍ରଥମ ଯୋଉ ଅଛି ସବୁଥିରେ ପ୍ରଥମ ଦିଟା ୱାର୍ଡ କଣ ଅଛି ନା, ସରି ପ୍ରଥମ ଦିଟା ଲେଟର କଣ ଅଛି? ଓପି। ତାହେଲେ ଆମେ ଦେଖିବା ଥାର୍ଡ ଲେଟର। ଏଠି ପି ଅଛି, ଲେଖିଲି ପି। ସେକେଣ୍ଡ ର ବି ତମର ପି ଅଛି ନୁହେଁ କି? ଥାର୍ଡ ର ଅଛି ଟି, ଏଇଟାର ଅଛି ଲାଷ୍ଟ ର ଟି। ତ ତମେ ସମସ୍ତେ ଜାଣିଛ ଯେ ପି ପରେ ଟି ଆସେ ନା, ବୁଝି ହଉଛି? ତ ଏଇ ଲାଷ୍ଟ ଦିଟା କାଟିଦବା, କାରଣ ଏଗୁଡିକ ପରେ ଆସିବ, କାରଣ ପି ପରେ ଆମର ଟି ଆସେ। ନେକ୍ସଟ ଆମେ ଦେଖିବା ଯଦି, ତାହେଲେ ପ୍ରଥମ ଯୋଉ ଦିଟା ଶବ୍ଦ ରହିଛି ତା ଭିତରୁ କୋଉଟା ଫାଷ୍ଟ ଆସିବ ଦେଖିବା। ଏଇଟା ଦେଖ ଅପରଚ୍ୟୁନିଟି ଅଛି ହେଲା, ମାନେ ଓ ପି ପି ଓ ଅଛି, ଏଇଟା ବି ତମର ଓ ପି ପି ଓ ଅଛି ନୁହେଁ କି? ତ ପଞ୍ଚମ ଲେଟରକୁ ଦେଖିବାକୁ ପଡିବ। ଏଠି ପଞ୍ଚମ ଲେଟରଟା କଣ ଅଛି? ଆର୍ ଅଛି। ସେକେଣ୍ଡରେ ତମର ଏସ୍ ଅଛି। ତ ଏଇଥିରୁ ଜଣା ପଡୁଛି ଯେ ତମର ଦେଖ ଆର୍ ପରେ ଏସ୍ ଆସେ ନା, ଆର୍ ପରେ ଏସ୍ ଆସେ, ତାହେଲେ ଏଇଟା ହିଁ ତମର ଆଗ ଆସିଛି ଅପରଚ୍ୟୁନିଟିଟା। ତ ଏଠି ତମର ଏ ହଉଛି ଆନ୍ସର। ବୁଝିହେଲା ତ? କେମିତି ଚେକ୍ କରିବ ଜାଣିପାରିଲ? ନେକ୍ସଟ କ୍ୱେଶ୍ଚିନ୍ ଟା ଦେଖ କଣ ଦେଇଛି? 5 ନମ୍ବର ତମକୁ ଦେଇଛି 5 ନମ୍ବର କ୍ୱେଶ୍ଚିନ୍ ତମକୁ ଦେଲା ଯେ ଭର୍ବ VERB ର କୋଡ ତମକୁ ଦେଇଛି YJBG। YJBG। ତାହେଲେ କୁଇଜ ର କୋଡ କଣ ରହିବ? ତ ଦେଖ UVWXY ମାନେ ଦିଟା ଲେଟର ପରେ ଲେଖା ହେଇଛି, ଆମେ ବି ସେୟା କରିବା ତାହେଲେ। ତ ଦେଖ PQRST ସେମିତି କିଛି ଅଛି କି ଏଠି? ତ ସେମିତି କିଛି ନାହିଁ ନୁହେଁ କି? ତ ଏଟା କେମିତି କରାହେଇଛି ଆଉ ଥରେ ଦେଖିବା। ଦେଖ ଏଠି ଗୋଟେ ସିରିଜ ଟେ ମୁଁ ଦବାକୁ ତମକୁ ଭୁଲି ଯାଇଥିଲି, ଏ ସିରିଜ ଟା ଦେଖ SLUAYJBIONQGZBDRH, এইଟା ତମର କ୍ୱେଶ୍ଚିନ୍ ରେ ଦେଇଥିଲା, ମୁଁ ଏଠି ଲେଖିବାକୁ ଭୁଲି ଯାଇଛି। ତ ଦେଖ ଭି ଏଠି ଲେଖା ହେଇଛି, ତାର ଦିଟା ପୂର୍ବରୁ କଣ ଅଛି? Y ନାହିଁ କି? ବୁଝିହେଲା? ତ ଭି ପାଇଁ ଲେଖା ହେଲା ତମର Y। ସେଇଭଳି ଇ ର ଦେଖ ତମର 2 ମାଇନସ କଲେ ଯେ ଆସୁନି, ବୁଝିହେଲା? ନେକ୍ସଟ ଦେଖ ଆର୍ ର 2 ପଛକୁ ଗଲେ କେତେ? ବି ଆସୁଛି। ସେଇଭଳି ବି ର ଯଦି ଆମେ 2 ପଛକୁ ଯିବା, ବି ଟା ଏଇଠି ଅଛି, ତାର 2 ପଛକୁ ଗଲେ କି ଜି ଆସୁନି? ଏଇଠି ଜି ଅଛି। ତ ଏମିତି ହିଁ ତମର ଏଇ କୋଡ ଟା ଲେଖା ହେଇଗଲା। ନେକ୍ସଟ ସେଇଭଳି ତମେ କୁଇଜ ର କୋଡ ଲେଖି ଦେଇ ପାରିବ। କୁଇଜ ଟା ସରି ଦେଇଛି OSVQ ଦେଇଛି ନୁହେଁ କି? ତ କ୍ୟୁ ର ଦେଖ 2 ପଛକୁ ଗଲେ ଓ ଆସୁଛି, ସେମିତି ହିଁ ଲେଖା ହେଇଛି। ତାହେଲେ ଜନ୍ ର କୋଡ କଣ ରହିବ? ଜେ କୋଉଠି ଅଛି? ଦେଖ ଜେ ଏଇଠି ଅଛି, ଜେ ର 2 ପଛକୁ ଗଲେ କିଏ ଆସୁଛି? ଏ ଆସୁଛି, ତାହେଲେ ଏ ଲେଖିଦେଲି। ଓ ତମର ଏଇଠି ଅଛି, 2 ପଛକୁ ଗଲେ କେତେ ଆସୁଛି? ଇ ଆସୁଛି, ତାହେଲେ ମୁଁ ଲିଖିଦେଲି ଇ। ନେକ୍ସଟ ଏଚ୍ ତମର ଦେଖ ଏଇଠି ଅଛି, 2 ପଛକୁ ଗଲେ କିଏ ଆସୁଛି? ଡି, ତ ମୁଁ ଲିଖିଦେଲି ଡି। ତ ଏଇଗୋଟା କି ଆନ୍ସର ହଉତ ଅପସନ ବି ନୁହେଁ କି? ଏନ୍ ଟା ବି ଦେଖିଦିଅ, ଏନ୍ ତମର ଏଇଠି ଅଛି, 2 ପଛକୁ ଗଲେ ଆଇ। ତ ଏଇ ସିରିଜ ଟା ମୁଁ ତମକୁ ଦେଇନଥିଲି ବୋଲି ତମକୁ ଟିକେ ଲାଗୁଥିବ ଯେ କେମିତି କରିବା ନୁହେଁ କି? କିନ୍ତୁ କ୍ୱେଶ୍ଚିନ୍ ଟା ତମର ଏଟା ହିଁ ହେଲା। ନେକ୍ସଟ କ୍ୱେଶ୍ଚିନ୍ ତମକୁ ଦେଲା 4, 10, 22, 46, 94 ନୁହେଁ କି? ତ ଦେଖ 4 ପରେ 10 ଆସିଛି, 4 କୁ 2 ରେ ଗୁଣିଲେ 2 ମିଶେଇ ଦେଲି, କେତେ ଆସିଲା? 10। 10 କୁ ପୁଣି 2 ରେ ଗୁଣିଲି, 2 ମିଶେଇ ଦେଲି, କେତେ ଆସିଲା? 22। ସେମିତି 22 କୁ 2 ରେ ଗୁଣିକି 2 ମିଶେଇଲେ 46, 46 କୁ 2 ରେ ଗୁଣିକି 2 ମିଶେଇଲେ 94। ତାହେଲେ ନେକ୍ସଟ ନମ୍ବର ଟା କଣ ଆସିବ? 2 ଗୁଣି ଦିଅ ପ୍ଲସ୍ 2 କରିଦିଅ। ତ ଏଇଭଳି କ୍ୱେଶ୍ଚିନ୍ କେବଳ ପାଟର୍ନ ଟା ଜାଣିଗଲେ କ୍ୱେଶ୍ଚିନ୍ ଟା ଆରାମସେ ସଲ୍ଭ କରିଦେଇ ପାରିବ।
188 ରେ 2 ମିଶିଲେ 100 କେତେ 90। ଅପସନ୍ ଏ। ବୁଝିଗଲ ତ ଏଇଟା। ନେକ୍ସଟ ଦେଖ ତମର 7 ନମ୍ବର। ପୁରା ଇଜି ଅଛି ଦେଖ। କଣ ଦେଇଛି କ୍ୱେଶ୍ଚିନ୍? ତ୍ରିଭୁଜ ଦେଇଛି ଦେଖ 5 କୁ 3 ରେ ଗୁଣିକି ତଳେ ଯୋଉ 4ଟା ଲେଖା ହେଇଛି ମିଶେଇ ଦିଅ। କେତେ ହବ? 19 ହବନି କି? ଏଠି ଦେଖ 6 କୁ 4 ଗୁଣିଲେ 24। ତଳେ ଯୋଉ 5ଟା ଲେଖା ହେଇଛି ମିଶେଇ ଦିଅ। କେତେ ହେଲା? 29। ବୁଝି ହଉଛି ତ? ସେମିତି ଏଠି ବି ସେୟା କର। 7 କୁ 5 ରେ ଗୁଣିଦବା। ଯେତେ ଅଧିକରୁ ଅଧିକ କ୍ୱେଶ୍ଚିନ୍ କରିବ, କ୍ୱେଶ୍ଚିନ୍ ସବୁ ଆରାମସେ ଜାଣିପାରିବ ଯେ କୋଉ ଟ୍ରିକ୍ ୟୁଜ୍ ହେଉଛି। ତଳେ ଯୋଉ 6ଟା ଲେଖା ହେଇଛି ମିଶେଇ ଦିଅ। 35 ରେ 6 ମିଶିଲେ କେତେ? 41। ଅପସନ୍ ସି। ବୁଝିହେଲା? 8 ନମ୍ବର ତ ଦେଖ ପୁରା ଇଜି କ୍ୱେଶ୍ଚିନ୍ ଅଛି। ଏଟା ତମର 3ଟା ଯାକ ଗୁଣିକି ଲେଖା ହେଇଛି ହେଲା। ଯୋଉ ତ୍ରିଭୁଜର 3ଟା ଶୀର୍ଷରେ ଯୋଉ ସଂଖ୍ୟା ଲେଖା ହେଇଛି ତାକୁ ଗୁଣି ଦିଅ କେବଳ। ପ୍ରଥମରେ କଣ ହେଲା? 2 ଗୁଣନ 2 ଗୁଣନ 4 କେତେ? 16। ଏଠି ଦେଖ 5 ଗୁଣନ 3 ଗୁଣନ 2 30। ତାହେଲେ ଏଠି କେତେ ହବ? 4 ଗୁଣନ 5 ଗୁଣନ 3 କେତେ ହେଲା? 60। ଅପସନ୍ ବି। ବୁଝିହେଲା? 9 ନମ୍ବର କ୍ୱେଶ୍ଚିନ୍ ଦେଖ। ଏଠି କଣ ହଉଛି ନା 6 8 12 24। ଏଠି ତମର ଅଛି 4 6 3 12। କେମିତି ହଉଛି ଏଟା? 6 12 18 8 26 ହଉଛି ନୁହେଁ କି? ନେକ୍ସଟ ଦେଖ 9 ନମ୍ବର କ୍ୱେଶ୍ଚିନ୍ ଟା ତମକୁ ଟିକେ କନଫ୍ୟୁଜ ଲାଗିପାରେ, କିନ୍ତୁ ଏଠି କଣ ହେଇଛି ନା ତମର ଶୀର୍ଷ ବିନ୍ଦୁରେ ଯୋଉ 3ଟି ସଂଖ୍ୟା ନାହିଁ ତାର ଲସାଗୁଟା ଭିତରେ ଲେଖାଯାଇଛି। 6 8 12 ଲସାଗୁ କେତେ? 24 ହବ ନା, ଭିତରେ ଲେଖାଗଲା। 4 6 3 ଲସାଗୁ କେତେ? 12। ତ ଏଠି ବି ଆମେ କଣ କରିବା ନା 5 7 ଆଉ 2 ର ଲସାଗୁ ନବା। 3ଟା ଯାକର ଯଦି ଆମେ ଦେଖୁଛନ୍ତି ସାଧାରଣ ଗୁଣନୀୟକ କିଛି ବି ନାହିଁ, ତାହେଲେ ଲସାଗୁଟା କେତେ ହେଇଯିବ? ତାଙ୍କ ଗୁଣଫଳଟା ହିଁ ଲସାଗୁ ହବ। 5 7 35 ଦୁଗୁଣେ 70। ଡି ହଉଛି ଆନ୍ସର। ବୁଝିହେଲା? ତ ଏଇଭଳି ଟ୍ରିକି କ୍ୱେଶ୍ଚିନ୍ ବି ଆସିଯାଇପାରେ, ଟିକେ ଲକ୍ଷ୍ୟ ରଖୁଥିବ। 10 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି ନା ଦେଖ, ତମର ଗୋଟେ ଏଇଟା ଆୟତକ୍ଷେତ୍ରଟେ ଦେଇଛି, ତାର ଭିତରେ 9ଟି ସଂଖ୍ୟା ଲେଖାଯାଇଛି। ତ ଏଇଭଳି କ୍ୱେଶ୍ଚିନ୍ ରେ ଗୋଟେ କାମ କରିବ, ରୋ ୱାଇଜ ଦେଖିବ ନହେଲେ କଲମ ୱାଇଜ। ଆମେ ଗୋଟେ କାମ କରିବା କଲମ ୱାଇଜ ଦେଖିବା। ଦେଖ କଣ ଲେଖା ହେଇଛି? 23 63 34। ଏଇ ଯୋଉ 3ଟି ସଂଖ୍ୟା ଲେଖାଯାଇଛି ଆମେ କଣ କରିବା ନା ଦେଖ, ପ୍ରଥମ ଯୋଉ ସଂଖ୍ୟାଟି ନାହିଁ ସେଥିରେ 2 ଗୁଣିଲେ କେତେ? 46। ଏଇ ସଂଖ୍ୟାରେ 2 ଡିଭାଇଡ କଲେ ହଉଛି 17। 46 ଆଉ 17 ମିଶିଲେ 63 ହଉନି କି? ହଉଛି। ବୁଝିହେଲା? ତଳେ ସେମିତି ଦେଖ 27 63 18 ଲେଖା ହେଇଛି ହେଲା। ଯୋଉ 27 63 18 ଲେଖା ଯାଇଛି, 27 ର ଡବଲ କେତେ? 54। 18 ର ଅଧା କେତେ? 9। 54 ଆଉ 9 ମିଶିଲେ 63 ହଉନି କି? ହଉଛି। ସେଇଭଳି ଏଠି ତମର କେତେ? 31 ଡ୍ୟାସ୍ 28। ଯୋଉ ତମର ଲେଖା ହେଇନି 31 ଡ୍ୟାସ୍ 28। 31 ତାହେଲେ ଗୋଟେ କାମ କର ଡବଲ କରିଦବା। କେତେ ହେଲା? 62। 28 ର ଅଧା କେତେ? 14। ତ 62 ଆଉ 14 ମିଶିଲେ ହଉଛି 76। ତ ସି ହଉଛି ଆନ୍ସର। ତ ଏମିତି କ୍ୱେଶ୍ଚିନ୍ ତମେ ଟିକେ ଦେଖିକି ଚାହିଁ କରୁଥିବ, ବହୁତ ପ୍ରକାର ଟ୍ରିକ୍ ୟୁଜ୍ ହଉଛି। ତମେ ଯେତେ ଅଧିକରୁ ଅଧିକ କ୍ୱେଶ୍ଚିନ୍ କରିବ, ତମେ କ୍ୱେଶ୍ଚିନ୍ ଦେଖିକି ଜାଣିପାରିବ ଯେ କୋଉ ଟ୍ରିକ୍ ୟୁଜ୍ ହଉଛି। ତ 10ଟି କ୍ୱେଶ୍ଚିନ୍ ମୁଁ ତମକୁ ବୁଝେଇଦେଲି। ତାପରେ ଯଦି ଦେଖିବ ତମ ରଙ୍ଗ ନମ୍ବର ସିରିଜରୁ କ୍ୱେଶ୍ଚିନ୍ ଅଛି, ମାନେ କୋଉଟା ଭୁଲ ସଂଖ୍ୟା ବାଛିବ। ତାପରେ 4ଟା ଶବ୍ଦ ଦେଇଛି, ତା ଭିତରୁ ଭୁଲ ଶବ୍ଦ କୋଉଟା ବାଛିବ, ସେଇଟା ବି ଅଛି। ନେକ୍ସଟ ତମର ୱାଟର ଇମେଜ, ତମର ମିରର ଇମେଜ ରୁ କ୍ୱେଶ୍ଚିନ୍ ଅଛି। ଏଇଟା ହଉଛି କଣ? ତମର ପ୍ରଥମ 2ଟା ଚିତ୍ରରେ ଯୋଉ ରିଲେସନ ଅଛି ତାକୁ ଦେଖିକି ତୃତୀୟ ଆଉ ଚତୁର୍ଥ ଚିତ୍ର, ମାନେ ତୃତୀୟ ଚିତ୍ରକୁ ଦେଖିକି ଚତୁର୍ଥ ଚିତ୍ରଟା ବାଛିବ। ଏଠି ହଉଛି ତମର ପ୍ରଥମ 3ଟା ଚିତ୍ର ଦେଖିକି ନେକ୍ସଟ ଚିତ୍ରଟା କଣ ରହିବ ବାଛିବ। ତାପରେ ଏଇଟା ତମର ପଜଲରୁ ଗୋଟେ କ୍ୱେଶ୍ଚିନ୍ ଅଛି, ବ୍ଲଡ ରିଲେସନ ବେଷ୍ଟ। ନେକ୍ସଟ କ୍ୱେଶ୍ଚିନ୍ ତମେ ଦେଖିପାରୁଥିବ, ଏମିତିଆ ଜ୍ୟାମିତିକ ଚିତ୍ର ଦେଇକି ତମକୁ କ୍ୱେଶ୍ଚିନ୍ ପଚାରି ଦଉଛି।
तापर एटा कैलेंडर गोटे क्वेश्चन अछि तमरो सीरीज नंबर सीरीज जो क्वेश्चन रही तमरो जो ए बी सी एमती जो क्वेश्चन दे दउची डैश पूरण सेमतिया क्वेश्चन तापर भूल चित्र कोटा बाछियो भेन डायग्राम रू पांचटा क्वेश्चन अछि सब क्वेश्चन देखियो हला तापर रंग नंबर रू पांचटा तापर कोडिंग डिकोडिंग रू सब प्रकार अछि माने लेटर कोडिंग तम नंबर कोडिंग एवं मिक्स्ड लेटर कोडिंग रो क्वेश्चन अछि दिगन निनर गोटे क्वेश्चन रही एनालॉजी तापर तमर लास्ट रे सातटा क्वेश्चन अछि प्रथम दुईटा चित्र भितर जो रिलेशन अछि ताकू देखिकी फोर्थ चित्रटा बाछियो तो ये डायग्राम बेस्ड क्वेश्चन गुड़िक तुम जानते हो गुड़िक नॉन भर्बाल भितर आसला तो नॉन भर्बाल क्वेश्चन गुड़िक कर तुमको एत भी कष्ट लगे एवं सब प्रकार क्वेश्चन तुम ग्रुप रे अवेलेबल अच्छी है सो निश्चित भाव समस्ते जॉइन करियो एवं निज फ्रेंड्स मानू भी ग्रुप रे ऐड करियो है कारण परीक्षा पूर्व जदि तुम ये टेस्ट सब अटेंड कर निश्चित भाव तुम निजर मार्क को बूस्ट अप कर ओके सो देखा नेक्स्ट नेक्स्ट वीडियो रे समस्त को एनएस परीक्षा बेस्ट ऑफ लक।